ଆମେ ଛୋଟବେଳେ ଗୁପ୍ତଧନ ବାବଦରେ ଅନେକ କାହାଣୀ ପଢ଼ିଛେ। ଆଜି ଜାଣିବା ଗୁପ୍ତଧନର ଅଧିକାରୀ ବା ହିଡେନ୍ କ୍ୟାରେକ୍ଟରର ଅଧିକାରୀ ରାଶି କୁମ୍ଭ ରାଶି, 11 ନମ୍ବର ରାଶି, ଯାହାର ପ୍ଲାନେଟ୍ ଲର୍ଡ ଅଟନ୍ତି ଶନି ବା ସେଟର୍ନ। କୁମ୍ଭ ରାଶି ଏୟାର ଏଲିମେଣ୍ଟ ବିଶିଷ୍ଟ ରାଶି, ଯାହାର ସିମ୍ବଲ ହେଲା ମାଠିଆରୁ ଜଣେ ବ୍ୟକ୍ତି ପାଣି ଢାଳୁଥିବା। ମାଠିଆରେ କ'ଣ ରହେ ନା, ପୂର୍ବରୁ ଲୋକେ ରାଜା ମହାରାଜା ଅମଳରେ ଗୁପ୍ତଧନ ସବୁ ଟଙ୍କା ପଇସା ସୁନା ରୂପା ସାଇତି ରଖୁଥିଲେ। ତାହାର ସିମ୍ବଲ ହେଲା କୁମ୍ଭ ରାଶି। କୁମ୍ଭ ରାଶିର ବ୍ୟକ୍ତି ମାନଙ୍କ ପାଖରେ ନିଜ ଦମ୍ରେ ସେମାନେ ଧନ ଅର୍ଜନ କରିଥାନ୍ତି। ତାଙ୍କ ପାଖରେ ହିଡେନ୍ ଥାଏ ଏବଂ ବହୁତ ଗୁଡ଼ିଏ ନେଚର ହିଡେନ୍ ରହିଥାଏ। ସେଲ୍ଫ ମେଡ୍ ହୋଇଥାନ୍ତି କୁମ୍ଭ ରାଶିର ବ୍ୟକ୍ତି। ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାନ୍ତି। ଛୋଟରୁ ଛୋଟ ପରିବାରରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ନିଜ ଦମ୍ରେ ସେମାନେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସମାଜରେ ଏକ୍ଜାମ୍ପଲ ସେଟ୍ କରିଥାନ୍ତି। କୁମ୍ଭ ରାଶିର ବ୍ୟକ୍ତି ପ୍ରେଜେଣ୍ଟେବଲ ହୋଇଥାନ୍ତି ଏବଂ ନିଜ ହିସାବରେ କାର୍ଯ୍ୟ କରିଥାନ୍ତି, କାହାକୁ କପି କରିନଥାନ୍ତି। କୁମ୍ଭ ରାଶିର ବ୍ୟକ୍ତିଙ୍କୁ କୌଣସି କାମ ଆସାଇନମେଣ୍ଟ ବା ପ୍ରୋଜେକ୍ଟ ଦେଲେ ସେମାନେ ଲେୟାର ବାଇ ଲେୟାର ତା ମଧ୍ୟରେ ପ୍ରବେଶ କରିଥାନ୍ତି, ଟିକିନିଖି ତଦାରଖ କରନ୍ତି, କାର୍ଯ୍ୟକୁ ସମାପନ କରିଥାନ୍ତି। ତାଙ୍କର ଇନଭଲଭମେଣ୍ଟର ମାତ୍ରା ଏଭଳି ଥାଏ ଯେ ତାଙ୍କୁ ଯଦି ଛୁଞ୍ଚିରୁ ଜାହାଜ ପର୍ଯ୍ୟନ୍ତ ପଚରାଯାଏ, ବିଭିନ୍ନ ସୋପାନ ଦେଇକି ସେମାନେ ତା ବାବଦରେ ଡିଟେଲ କହିଦେବାରେ ମାହିର ହୋଇଥାନ୍ତି। କୁମ୍ଭ ରାଶିର ବ୍ୟକ୍ତିଙ୍କୁ ଅପମାନ ଦେଲେ ତାହାକୁ ସେମାନେ ଅପରଚ୍ୟୁନିଟିରେ ବଦଳେଇ ଦେଇଥାନ୍ତି ଏବଂ ତାହା ତାଙ୍କର ଲାଇଫର ଟର୍ଣ୍ଣିଂ ପଏଣ୍ଟ ଥାଏ। କୁମ୍ଭ ରାଶିର ବ୍ୟକ୍ତି ଜନ୍ମ ହୋଇଥାନ୍ତି ଲାଇଫରେ ଗ୍ରୋ କରିବାକୁ, ରାଇଜ କରିବାକୁ। ଏହି ରାଶିର ବ୍ୟକ୍ତିଙ୍କର ଏଜ୍ ବଢ଼ିବା ସହିତ ତାଙ୍କର ଲାଇଫରେ ଗ୍ରୋଥ ମଧ୍ୟ ହୋଇଥାଏ। କୁମ୍ଭ ରାଶିର ବ୍ୟକ୍ତି ଇମୋସନାଲି ସମାଜ ସହିତ କନେକ୍ଟ ହୋଇକି ଅନ୍ୟର ଦୁଃଖରେ ଠିଆ ହୋଇକି ହେଲ୍ପ କରିଥାନ୍ତି। କୁମ୍ଭ ରାଶି ହେଉଛି ରିସୋର୍ସର ରାଶି, ଜ୍ଞାନର ରାଶି, ଲାଭ ରାଶି। କୁମ୍ଭ ରାଶିର ବ୍ୟକ୍ତି ଟ୍ୟାଲେଣ୍ଟ ଥାଏ ରିସୋର୍ସକୁ କେମିତି ବଢ଼ାଇ ପାରିବେ। କୁମ୍ଭ ରାଶି ମଣିଷ ସମାଜକୁ ଏକ ବରଦାନ ସଦୃଶ। ଏହି ରାଶିର ବ୍ୟକ୍ତି ସାର୍ପ, କ୍ଲେଭର ଥାନ୍ତି। ତେଣୁକରି ବସ୍ ମାନେ ବା ଅଧିକାରୀମାନେ ତାଙ୍କର କଥାକୁ ଗୁରୁତ୍ୱ ଦେଇଥାନ୍ତି, ଶୁଣିଥାନ୍ତି ଏବଂ କାର୍ଯ୍ୟକାରୀ କରିଥାନ୍ତି।